ଜୟ ଗୁରୁ। ଶ୍ରୀ ଶ୍ରୀ ଠାକୁରଙ୍କର ବାଲ୍ୟ କଥା ଶୁଣିଲେ ମନ ଭିତରେ ଯେ ଆନନ୍ଦ ଭରିଯାଏ ତାହା ଆପଣମାନେ ଶୁଣିଲେ ଜାଣିପାରିବେ। ତ କଥାଟି ଗୋଟେ ଆରମ୍ଭ କରୁଛି। ମାତା ମନମୋହିନୀ ଦେବୀ ଜଣେ ବୁଦ୍ଧିମତୀ ଏବଂ ଅତ୍ୟନ୍ତ ଧର୍ମପରାୟଣ ମହିଳା ଥିଲେ। ଅତି ଛୋଟବେଳରୁ ତାଙ୍କ ମା କୃଷ୍ଣ ସୁନ୍ଦରୀଙ୍କ ସାଙ୍ଗରେ ଗୃହ ଠାକୁର ରାଧା ମଦନ ମୋହନଙ୍କ ପୂଜା କରୁଥିଲେ। ମନମୋହିନୀ ଦେବୀଙ୍କର ବାପାଙ୍କ ନାମ ରାମେନ୍ଦ୍ର ନାରାୟଣ ଚୌଧୁରୀ। ସେ ଥିଲେ ଉଦାର ପ୍ରକୃତିର ଏବଂ ମହାପଣ୍ଡିତ। ସେ ମନମୋହିନୀ ଦେବୀଙ୍କୁ ଖୁବ୍ ପ୍ରଶଂସା କରୁଥିଲେ। ଠାକୁର ଦେବତାଙ୍କ ଉପରେ ଭକ୍ତି ଶ୍ରଦ୍ଧା ଦେଖି ଅତ୍ୟନ୍ତ ଖୁସି ହେଉଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ତାଙ୍କର ଝିଅ ଦିନେ ହେବ ଅସାଧାରଣ ଗୁଣର ଅଧିକାରୀ। ମନମୋହିନୀ ଦେବୀ ପ୍ରତ୍ୟହ ଠାକୁର ପୂଜା ନ କରିବା ଯାଏ ଜଳ ଗ୍ରହଣ କରୁନଥିଲେ। ଦିନକର ଘଟଣା, ଦ୍ୱିପ୍ରହର ସମୟ। ମନମୋହିନୀ ଦେବୀ ଠାକୁର ଘରକୁ ଗଲେ ରାଧା ମଦନ ମୋହନଙ୍କ ପୂଜା କରିବା ସକାଶେ। ପୂଜା କରିବାକୁ ବସିବା ପରେ ତାଙ୍କ ମନ ସମ୍ପୂର୍ଣ୍ଣ ଭାବେ ଭଗବାନଙ୍କ ଠାରେ ନିବିଷ୍ଟ ହୋଇଗଲା। ଆଖି ବନ୍ଦ କରି ଧ୍ୟାନ କରିବାକୁ ଲାଗିଲେ। ହଠାତ୍ ତାଙ୍କର ଧ୍ୟାନ ଭାଙ୍ଗିଗଲା। ସେ ଆଖି ଖୋଲି ଦେଖିଲା ବେଳକୁ ଗୃହ ଠାକୁର ରାଧା ମଦନ ମୋହନ ଆଉ ସେହି ସ୍ଥାନରେ ନାହାନ୍ତି। ତାଙ୍କ ସ୍ଥାନରେ ଏକ ଦିବ୍ୟକାନ୍ତି ମହାପୁରୁଷ ଦଣ୍ଡାୟମାନ, ଶ୍ମଶ୍ରୁଧାରୀ ଏକ ଶାନ୍ତ ସୌମ୍ୟ ମୂର୍ତ୍ତି। ତାଙ୍କ ମୁଖମଣ୍ଡଳରୁ ଜ୍ୟୋତି ବାହାରୁଥାଏ। ଚାରିଦିଗ ଆଲୋକମୟ। ଆଉ ତାଙ୍କ ମୁଣ୍ଡ ଉପରେ ଲେଖା ଅଛି ବଡ଼ ବଡ଼ 4ଟି ଅକ୍ଷର। ସେ 4ଟି ଅକ୍ଷର କ'ଣ? ରାଧା ସ୍ୱାମୀ। ଏହି ଅକ୍ଷର ଗୁଡ଼ିକ ମଧ୍ୟ ଉଜ୍ଜ୍ୱଳ ଆଲୋକରେ ଝଲସି ଉଠୁଥାଏ। ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମନମୋହିନୀ ଦେବୀ ଏବଂ ଭାବିବାକୁ ଲାଗିଲେ, ଏ କ'ଣ? ଏହାଙ୍କୁ ତ ଆଗରୁ କେବେ ଦେଖିନି। ଯେତେ ଦେଖିବାକୁ ଲାଗିଲେ ବି ସେହିପରି ବିସ୍ମୟରେ ଅଭିଭୂତ ହୋଇଗଲେ ମନମୋହିନୀ ଦେବୀ। କିନ୍ତୁ ଏହି 4ଟି ଅକ୍ଷର ମନେ ମନେ ଉଚ୍ଚାରଣ କରିବା ବେଳକୁ ତାଙ୍କର ଏକ ଅଦ୍ଭୁତ ଅନୁଭୂତି ହେଲା, ଯାହାକି ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ତାପରେ ମନମୋହିନୀ ଦେବୀ ତାଙ୍କର ବାବାଙ୍କୁ ଏହି ସମସ୍ତ ଘଟଣା ଜଣାଇଲେ। ତାଙ୍କର ବାବା ଏସବୁ ଶୁଣି ବିସ୍ମିତ ହେଲେ। କିଛି ସମୟ ପରେ ନୀରବ ରହି ଚିନ୍ତା କରି କହିଲେ, ଶୁଣ ମନୁ, ଏଇ ହେଲେ ତୋର ଇଷ୍ଟ ଏବଂ ସେହି ଅକ୍ଷର ଗୁଡ଼ିକ ହେଲା ତୋର ଇଷ୍ଟ ମନ୍ତ୍ର। ଆଜିଠାରୁ ଏହାଙ୍କର ଆରାଧନା କରିବୁ। ମନମୋହିନୀ ଦେବୀ ସେହିଦିନ ଠାରୁ ବାବାଙ୍କ କଥା ଅନୁସାରେ ତାଙ୍କର ସେଇ ଜଟାଜୁଟଧାରୀ ଯେଉଁ ମହାପୁରୁଷଙ୍କୁ ଦେଖିଥିଲେ ତାଙ୍କର ପୂଜା ଆରମ୍ଭ କଲେ ଆଉ ମନ୍ତ୍ର ଜପ କରିବାକୁ ଲାଗିଲେ। ଏହା ଭିତରେ ଆଉ କୌଣସି ବିଶେଷ ଘଟଣା ପ୍ରାୟ ଘଟିନି। ମନମୋହିନୀ ଦେବୀଙ୍କର ବୟସ କ୍ରମେ ବଢ଼ି ଚାଲିଲା। ତାଙ୍କୁ ଯେତେବେଳେ ବୟସ 9, ସେତେବେଳେ ତାଙ୍କର ବିବାହ ହେଲା ପଡ଼ୋଶୀ ଗ୍ରାମ ଗୁୟାଖାଡ଼ାର ଶିବଚନ୍ଦ୍ରଙ୍କ ସହିତ। ଶିବଚନ୍ଦ୍ର ଥିଲେ ଜଣେ କର୍ମଠ ଲୋକ। ସେତେବେଳକୁ ତାଙ୍କର ଯୁବକ ଅବସ୍ଥା, ରୂପରେ ଯେପରି ଗୁଣରେ ବି ସେହିପରି। ଠିକାଦାରୀ କରି ସେତେବେଳକୁ ବହୁତ ପ୍ରଶଂସା ଉପାର୍ଜନ କରିଥାନ୍ତି। ରାମେନ୍ଦ୍ର ନାରାୟଣ ଏହିଭଳି ଜଣେ ଯୋଗ୍ୟ ଜ୍ୱାଇଁ ପାଇ ଅତ୍ୟନ୍ତ ଖୁସି ଏବଂ ମନମୋହିନୀ ଦେବୀଙ୍କୁ ତାଙ୍କ ହାତରେ ତୋଳି ଦେଇଥିବାରୁ ନିଶ୍ଚିନ୍ତରେ ରହିଲେ। ଏହାପରେ 3-4 ବର୍ଷ ବିତିଯାଏ। ରାମେନ୍ଦ୍ର ନାରାୟଣ ସୁଖ ସଂସାର ଛାଡ଼ି ସ୍ୱର୍ଗବାସୀ ହେଲେ। ରାମେନ୍ଦ୍ର ନାରାୟଣଙ୍କ ଅନ୍ତେ ତାଙ୍କ ସ୍ତ୍ରୀ କୃଷ୍ଣସୁନ୍ଦରୀ ବହୁତ ଅସୁବିଧାର ସମ୍ମୁଖୀନ ହେଲେ। ତାଙ୍କର ଆତ୍ମୀୟ ଜ୍ଞାତି କୁଟୁମ୍ବମାନେ ତାଙ୍କର ସମ୍ପତ୍ତିକୁ ଭାଗ କରିବାକୁ ନେଇ ହୀନଚକ୍ରାନ୍ତ ଚଳାଇଲେ। ଏହିସବୁ ଦେଖି କୃଷ୍ଣସୁନ୍ଦରୀ ଅତ୍ୟନ୍ତ ଅସହାୟ ହୋଇପଡ଼ିଲେ ଏବଂ ତାଙ୍କର ଆଖିରୁ ସବୁବେଳେ ଲୁହ ଝରିବାକୁ ଲାଗିଲା। ଏହା ଦେଖି ଶିବଚନ୍ଦ୍ର ସହ୍ୟ କରିପାରିଲେ ନାହିଁ। ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ କୃଷ୍ଣସୁନ୍ଦରୀଙ୍କ ପାଖକୁ ଚାଲି ଆସିଲେ। ଶତ୍ରୁପକ୍ଷକୁ ମାମଲାରେ ହରାଇ ସମସ୍ତ ସମ୍ପତ୍ତି ଉଦ୍ଧାର କଲେ। ବହୁତ ଦିନ ପରେ କୃଷ୍ଣସୁନ୍ଦରୀ ଶାନ୍ତିରେ ନିଶ୍ୱାସ ମାରିଲେ ଏବଂ ତାଙ୍କର ମନରୁ ବଡ଼ ଦୁଶ୍ଚିନ୍ତା ଦୂରେଇଗଲା। ଦିନେ କୃଷ୍ଣସୁନ୍ଦରୀ ଆଖି ଲୁହ ପୋଛି ଶିବଚନ୍ଦ୍ରଙ୍କୁ କହିଲେ, ତୁମେ ମନକୁ ସାଥିରେ ଆଣି ଏଇଠାକୁ ଚାଲି ଆସ। ତୁମେ ନ ରହିଲେ ଏସବୁ ସମ୍ପତ୍ତି କିଏ ଦେଖାଶୁଣା କରିବ? ଶିବଚନ୍ଦ୍ର କୃଷ୍ଣସୁନ୍ଦରୀଙ୍କ କଥାରେ ଆପତ୍ତି କଲେ ନାହିଁ। ସେ ଚାଲି ଆସିଲେ ହିମାୟତପୁର। ଆୟତନରେ ଛୋଟ ଏବଂ ଏହା ଏକ ବହୁ ପୁରାତନ ଗ୍ରାମ। ରାଜା ମାନସିଂହଙ୍କର ପୁତ୍ର ହିମ୍ମତ ସିଂହଙ୍କ ନାମ ଅନୁସାରେ ଏହି ଗ୍ରାମର ନାମ ହୋଇଛି ହିମାୟତପୁର।
ପାବନା ସହର ଏଇଠାରୁ ମାତ୍ର 2.5 ମାଇଲ ଦୂର, କିନ୍ତୁ ସହରୀ ସଭ୍ୟତା ଏଠାରୁ ଅନେକ ଦୂରରେ। ଏହି ଗ୍ରାମରେ ଜନସଂଖ୍ୟା ବହୁତ କମ୍। ଘରଗୁଡ଼ିକ ଦୂରରେ ଅବସ୍ଥିତ। ଗାଁ ଚାରିପାଖରେ ଛୋଟ ଛୋଟ ଜଙ୍ଗଲ। ସେଇ ଜଙ୍ଗଲରେ ହିଂସ୍ର ଜନ୍ତୁମାନେ ମଧ୍ୟ ରହୁଥାନ୍ତି। ଏହି ଗ୍ରାମରେ ମାତ୍ର କେତେ ଘର ବ୍ରାହ୍ମଣ ଏବଂ କ୍ଷତ୍ରିୟ, ତା ଛଡ଼ା ଆଉ ସବୁ ଅନ୍ୟ ଜାତିର। ଅଦୂରରେ ପଦ୍ମାବତୀ ଆଉ ତାହାର ଉତ୍ତାଳ ତରଙ୍ଗ ଦୁଇ କୂଳକୁ ଛୁଇଁ ବହି ଚାଲିଛି। ଉତ୍ତର ଦିଗରେ ଇଚ୍ଛାମତୀ ନଦୀ କୁଳୁକୁଳୁ ଶବ୍ଦରେ ବହି ଯାଉଛି। ଗ୍ରାମର ସମ୍ମୁଖରେ ବିରାଟ ସବୁଜ ଜଙ୍ଗଲ ବହୁ ଦୂର ଲମ୍ବି ଯାଇଛି। ଅଳ୍ପ ଦୂରରେ ବାଜିତପୁର ଘାଟ। ସେଠାକୁ ପ୍ରତ୍ୟେକ ଦିନ ଷ୍ଟୀମର ଆସେ। ଏହି ଗ୍ରାମକୁ ଚାଲି ଚାଲି ଆସନ୍ତି ଶିବଚନ୍ଦ୍ର। ଏହାପରେ ବେଶ କିଛି ଦିନ ଅତିକ୍ରାନ୍ତ କରି ହୋଇଯାଏ। ମନମୋହିନୀ ଦେବୀ ହୁଅନ୍ତି ଗର୍ଭବତୀ। ଦିନକର ଘଟଣା। ଦ୍ୱିପହର ସମୟ। ସେତେବେଳେ ଯାଏ ଘର ଲୋକ କେହି ଖାଇ ନଥାନ୍ତି। ମନମୋହିନୀ ଦେବୀଙ୍କର ଗାଧୁଆ କାମ ସରିଲେ ସମସ୍ତେ ଖାଇବାକୁ ଯିବେ। ଏହି ସମୟରେ କୃଷ୍ଣସୁନ୍ଦରୀ ବଡ଼ ପାଟି କରି ଡାକିଲେ, ଏ ମନୁ, ଶୀଘ୍ର ଆସେ ଦେଖିବୁ। ମନମୋହିନୀ ଦେବୀ ମାଙ୍କ ଡାକ ଶୁଣି ବାହାରକୁ ଆସିବା ମାତ୍ରେ ଦେଖିଲେ ଜଟାଜୁଟଧାରୀ ଏକ ସନ୍ନ୍ୟାସୀ। ସନ୍ନ୍ୟାସୀ ଜଣକ କୃଷ୍ଣସୁନ୍ଦରୀଙ୍କୁ କ'ଣ କହୁଥିଲେ। ଶାନ୍ତ ସୁନ୍ଦର ଚେହେରା ତାର। ମନମୋହିନୀ ଦେବୀଙ୍କୁ ଦେଖି ସନ୍ନ୍ୟାସୀ ଜଣକ କହିଲେ, ଖାଇବାକୁ ଦେବ ମା। ସନ୍ନ୍ୟାସୀଙ୍କ ମୁଖରୁ ମା ଡାକ ଶୁଣି ମନମୋହିନୀ ଦେବୀଙ୍କର ଅନ୍ତର ସ୍ନେହସିକ୍ତ ହୋଇ ଉଠିଲା। ସେ ସଙ୍ଗେ ସଙ୍ଗେ କହି ଉଠିଲେ, କାହିଁକି ଦେବିନି ବାବା, ଆପଣ ଏ ଦ୍ୱିପ୍ରହରେ ଆମ ଘରକୁ ଆସିଛନ୍ତି, ନିଶ୍ଚୟ ଖାଇବାକୁ ଦେବି। ଆପଣ ବସନ୍ତୁ, ଆଉ ଟିକେ ବିଶ୍ରାମ କରନ୍ତୁ, ଖାଇବା ବ୍ୟବସ୍ଥା କରୁଛି। ମନମୋହିନୀ ଦେବୀ ସନ୍ନ୍ୟାସୀଙ୍କୁ ହାତ ମୁହଁ ଧୋଇବା ସକାଶେ ଜଳ ଦେଇଗଲେ। ତାପରେ ଅତି ଯତ୍ନରେ ଆସନ ପକାଇ ଅନ୍ନ ବ୍ୟଞ୍ଜନ ପରସିଲେ। ଭୋଜନ କାର୍ଯ୍ୟ ସମାପ୍ତ କରି ସନ୍ନ୍ୟାସୀ ଜଣକ ବଡ଼ ତୃପ୍ତ ହେଲେ। ସବୁଠୁ ବେଶୀ ତୃପ୍ତ ହେଲେ ମନମୋହିନୀ ଦେବୀଙ୍କର ମଧୁର ବ୍ୟବହାରରେ। ଏଥର ବିଦାୟ ନେବାର ସମୟ। ବିଦାୟ ନେବା ପୂର୍ବରୁ ସନ୍ନ୍ୟାସୀ ଜଣକ ଭବିଷ୍ୟତବାଣୀ କରି ଦେଇଗଲେ, ଏହି ଘରର ବଡ଼ ପୁଅ ମରିଯିବେ, କିନ୍ତୁ ଆଉ ଯିଏ ଏଠାକୁ ଆସୁଛନ୍ତି ସେ ନିଜସ୍ୱ ଚରିତ୍ର ବଳରେ ଜନମାନସର ଅଧୀଶ୍ୱର ହେବେ। ସନ୍ନ୍ୟାସୀଙ୍କ କଥା ସତ୍ୟରେ ପରିଣତ ହେଲା। ଘରର ବଡ଼ ପୁଅଙ୍କର ନାମ ଥିଲା ଯୋଗେନ୍ଦ୍ର ନାରାୟଣ। ଲୋକମାନେ ତାଙ୍କୁ ଲୋହା ବୋଲି ସମ୍ବୋଧନ କରୁଥିଲେ। ବୟସ ବେଶୀ ନୁହେଁ, 15 କିମ୍ବା 16 ହେବ। କିଛି ଦିନ ପରେ ସାମାନ୍ୟ ଜ୍ୱରରେ କୃଷ୍ଣସୁନ୍ଦରୀଙ୍କ କୋଳ ଶୂନ୍ୟ କରି ଯୋଗେନ୍ଦ୍ର ନାରାୟଣ ପରପାରିକୁ ଗମନ କଲେ। କୃଷ୍ଣସୁନ୍ଦରୀ ପୁତ୍ରର ମୃତ୍ୟୁରେ କାନ୍ଦି କାନ୍ଦି ଅଧୀର ହୋଇ ପଡ଼ିଲେ। ଏକମାତ୍ର ପୁତ୍ର ଥିଲା, ସେ ବି ଚାଲିଗଲା। ଯନ୍ତ୍ରଣାରେ ଅତିଷ୍ଠ ହୋଇ ଉଠିଲେ କୃଷ୍ଣସୁନ୍ଦରୀ। ପଡ଼ୋଶୀ ପରିଜନମାନେ ଛୁଟି ଆସିଲେ ସାନ୍ତ୍ୱନା ଦେବାକୁ, କିନ୍ତୁ କେହି ପାରିଲେନି ଏହି ବ୍ୟଥାର ନିରାକରଣ। କିଏ ଦେବ ତାଙ୍କୁ ସାନ୍ତ୍ୱନା? ହୃଦୟର ଯନ୍ତ୍ରଣା ହୃଦୟରେ ହିଁ ରହିଗଲା। ଏହାପରେ କିଛି ଦିନ ଅତିକ୍ରାନ୍ତ ହୋଇଯାଏ। ଭାଦ୍ରବ ମାସର ଶେଷ ଭାଗ। ସେଦିନ ଭୋର ସମୟରେ ମନମୋହିନୀ ଦେବୀଙ୍କ ଗର୍ଭରୁ ଜନ୍ମଗ୍ରହଣ କଲେ ଏକ ଦିବ୍ୟକାନ୍ତି ପୁତ୍ର ସନ୍ତାନ। ଅତି ସୁନ୍ଦର ଆକର୍ଷଣୀୟ ଚେହେରା ଶିଶୁଙ୍କର, କିନ୍ତୁ ମୁଣ୍ଡରେ ତାଙ୍କର ଗୋଟିଏ ବି ବାଳ ନାହିଁ। ସେହି ଲଣ୍ଡିତ ମସ୍ତକରେ ବି ଶିଶୁ ଅତି ସୁନ୍ଦର ଦିଶୁଥାନ୍ତି। 11 ମାସର ଶିଶୁ ଖୁବ୍ ହୃଷ୍ଟପୃଷ୍ଟ। ଭୂମିଷ୍ଠ ହେବା ପରେ ଶିଶୁ ଚାରିଆଡ଼କୁ ବଲ ବଲ କରି ଅନାଇଲେ। ଏହି ସମୟରେ ଏକ ଦିବ୍ୟ ଆଲୋକରେ ସୁତିକା ଘର ସାରା ଆଲୋକିତ ହୋଇ ଉଠିଲା। ତାହା ଦେଖି ଧାଇ ମା ମାଟି ଉପରେ ଅଜ୍ଞାନ ହୋଇ ପଡ଼ିଲେ। କେଉଁଠାରୁ କିପରି ଭାବେ ଆଲୋକ ଆସୁଥିଲା ତାହା କେହି ଜାଣିପାରିଲେନି। ସେତେବେଳେ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନେ କହିଲେ, ଶିଶୁର ସର୍ବାଙ୍ଗରୁ ସେହି ଆଲୋକ ଆସୁଥିଲା। ତାହା କିନ୍ତୁ ଅସମ୍ଭବ ନୁହେଁ, କାରଣ ମହାପୁରୁଷଙ୍କ ଜନ୍ମ ଲଗ୍ନରେ ବହୁ ଘଟଣା ହିଁ ଘଟିଥାଏ। ତାର ପ୍ରମାଣ ଯେପରି ଜଟାଜୁଟଧାରୀ ସନ୍ନ୍ୟାସୀ ଭବିଷ୍ୟତବାଣୀ କରି କହିଥିଲେ, ଠିକ୍ ସେହିପରି ପ୍ରତ୍ୟେକ ମହାପୁରୁଷଙ୍କ ଜୀବନରେ ଏହିପରି କିଛି ଅଲୌକିକ ଘଟଣା ଘଟିଛି। ତାହାର ଦୃଷ୍ଟାନ୍ତ ଅନେକ ରହିଛି। ମାଟି ଉପରେ ପତିତ ଶିଶୁ ଆଦୌ କାନ୍ଦିଲେ ନାହିଁ, ବରଂ ଚାରିଆଡ଼କୁ ଅନାଇ ହସିବାକୁ ଲାଗିଲେ। ପ୍ରକୃତରେ ଏ ତ ଆଶ୍ଚର୍ଯ୍ୟ କଥା। ସେଦିନ ଥିଲା ବଙ୍ଗଳା 1295 ସନ୍ 30 ଭାଦ୍ର ଶୁକ୍ରବାର, ତାଳନବମୀ ତିଥି। ଇଂରାଜୀ 1888 ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର 14 ତାରିଖ। କୃଷ୍ଣସୁନ୍ଦରୀ ଭୁଲିଗଲେ ପୁତ୍ର ଶୋକ। ନାତିକୁ ପାଇ ମନୋହରଣକାରୀ ଚେହେରା ତାର। କୃଷ୍ଣସୁନ୍ଦରୀ ନାତିକୁ କୋଳରେ ନେଇ ଅତି ସ୍ନେହରେ ଚୁମା ଦିଅନ୍ତି, କିନ୍ତୁ ଶିଶୁ ଥିଲେ ବଡ଼ ଚଞ୍ଚଳ ଆଉ ସ୍ପର୍ଶକାତର। ସୁତିକା ଘରେ
ଯେତେବେଳେ ଗରମ ସେକ ଦିଆଯାଏ କାନ୍ଦି ଅସ୍ଥିର ହୋଇ ପଡ଼ନ୍ତି ଶିଶୁ। କୌଣସି ମତେ ଗରମ ସେକ ସହିପାରନ୍ତି ନାହିଁ। ଅଥଚ ଏହି ସମୟରେ ଯେ ଗରମ ସେକ ଯେ ଦରକାର। ଶିଶୁ ଯେତେ କାନ୍ଦିଲେ ବି ତାଙ୍କୁ ଗରମ ସେକ ଦିଆଯାଏ। କ୍ରମଶଃ ବଡ଼ ହେବାକୁ ଲାଗିଲେ ଶିଶୁ ମୁଣ୍ଡରେ ତାଙ୍କର ଆଦୌ ବାଳ ନଥିଲା। କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୁଣ୍ଡରେ ବାଳ ଭର୍ତ୍ତି ହୋଇଗଲା। ମନମୋହିନୀ ଦେବୀ ବାଳଗୁଡ଼ିକୁ ଏକାଠି କରି ଜଟା ବାନ୍ଧିଦେଲେ। ଆଖିରେ କଜ୍ଜଳ ଏବଂ ମୁଣ୍ଡରେ ସୁନାର ଟିକିଲି ଲଗାଇଦେଲେ। କି ସୁନ୍ଦର, କି ଅପୂର୍ବ ଦୃଶ୍ୟ! ସତେ ଯେପରି ଆଣ୍ଠୁଆ ଗୋପାଳ। ଏତଦ୍ ବ୍ୟତୀତ ସୁନ୍ଦର ଦୁଇଟି ଚକ୍ଷୁ ଆଉ ମୁଖରେ ଦରୋଟି ଦରୋଟି ଭାଷା। ପ୍ରଥମରୁ ହିଁ କଥା କହିବା ଆରମ୍ଭ କରନ୍ତି ଶିଶୁ। ଆଉ ସମସ୍ତେ ତାଙ୍କୁ ବହୁତ ଆଦର କରନ୍ତି। ଆତ୍ମୀୟ ସ୍ୱଜନ ଏବଂ ସାହି ପଡ଼ିଶା ସମସ୍ତେ କୋଳେଇ ନିଅନ୍ତି ଶିଶୁକୁ ଏବଂ ଶିଶୁଙ୍କୁ ଗେଲ କରନ୍ତି। ଆଉ କହନ୍ତି, କଥା କହିବ ନାହିଁ କାହିଁକି? 11 ମାସର ଶିଶୁ ଯେତେବେଳେ ତକ କଥା ତ କହିବେ। ଶିଶୁ ଥିଲେ ବଡ଼ ଚଞ୍ଚଳ। ହାମ୍ବୁଡ଼େଇ ହାମ୍ବୁଡ଼େଇ ଚାଲିଯାଆନ୍ତି କିଛି ବାଟ। କୃଷ୍ଣ ସୁନ୍ଦରୀ ବାରଣ କରନ୍ତି ଶିଶୁକୁ। ମନମୋହିନୀ ଦେବୀ ପ୍ରାୟ ସମୟ ଏହି ଘର କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। କାମ ଫାଙ୍କାରେ ମଝିରେ ମଝିରେ ଆସି ନଜର କରିଯାଆନ୍ତି ଶିଶୁଙ୍କୁ। ଶିଶୁଙ୍କର ଖାଇବା ପିଇବା କାର୍ଯ୍ୟ ସାରି ଦେଇ ମାଙ୍କ ପାଖରେ ଛାଡ଼ି ଦେଇ ଯାଆନ୍ତି। ସେଥିରେ ଆପତ୍ତି ନଥାଏ ଶିଶୁଙ୍କର, କାରଣ ଆଜିକାଲି ତାଙ୍କର ଆଉ ଏକ ନୂଆ ଖେଳ ଆରମ୍ଭ ହୋଇଛି। ବାଡ଼ି ଧରି ଖେଳିବାକୁ ଭଲ ପାଆନ୍ତି ଶିଶୁ। ସବୁବେଳେ ବାଡ଼ିଟିକୁ ହାତ ମୁଠାରେ ରଖିଥାନ୍ତି। କୌଣସି ମତେ ସେ ବାଡ଼ିଟିକୁ ହାତ ଛଡ଼ା କରନ୍ତି ନାହିଁ। ଏହିସବୁ ସ୍ୱଭାବ ଦେଖି ବେଳେବେଳେ କୃଷ୍ଣ ସୁନ୍ଦରୀ ତାଙ୍କୁ ସ୍ନେହରେ ଗାଡ଼ୁଆନ ବୋଲି ଡାକନ୍ତି। ପଡ଼ୋଶୀମାନେ ମଧ୍ୟ ଆଦରରେ ଗାଡ଼ୁଆନ ବୋଲି ଡାକନ୍ତି। ମନମୋହିନୀ ଦେବୀ ଶିଶୁଟିର ନାମ ରଖିଲେ ଅନୁକୂଳ ଏବଂ ଏହି ନାମାନୁସାରେ ଏକ କବିତା ରଚନା କଲେ। ଅରେ ଅକୂଳେ ପଡ଼ିଲେ ଦିନହୀନ ଜନେ, ନୁଆଇଣ ଶିର କହିବୁ କଥା, କୂଳ ଦେଇ ତାଙ୍କୁ ସାଧ ପ୍ରାଣପଣେ, ଲକ୍ଷ୍ୟ କରି ତାଙ୍କ ନାସିବ ବ୍ୟଥା। ଏହି କବିତା ପଢ଼ିଲେ ଜଣାଯାଏ ମନମୋହିନୀ ଦେବୀଙ୍କର ପୁତ୍ର ପ୍ରତି ଅନ୍ତରରେ କି ଭାବ ପୋଷଣ କରିଥିଲେ। ସେହିଭଳି ଭାବରେ ପୁତ୍ରଙ୍କୁ ଗଢ଼ି ତୋଳିବାକୁ ଲାଗିଲେ। କୃଷ୍ଣ ସୁନ୍ଦରୀଙ୍କ ଚିନ୍ତା ଥାଏ, ନାତି କିପରି ଦୀର୍ଘଜୀବୀ ହେଉ, ଶୀଘ୍ର ଶୀଘ୍ର ବଡ଼ ହୋଇଯାଉ, ଆଉ ବଡ଼ ହୋଇ ବାହା ହେଇ ଘରକୁ ଏକ ନାତୁଣୀ ବୋହୂ ଆଣୁ। ଜୟ ଗୁରୁ। ଆଜି ପାଇଁ ଏତିକି।